ନମସ୍କାର। ଅଲ୍ ଇନ୍ ୱାନ୍ ଷ୍ଟଡି ୱିଥ୍ ସମିତି ଚ୍ୟାନେଲରେ ପଞ୍ଚମ ଶ୍ରେଣୀର ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ଆଜିର ଏହି ପାର୍ଟ 2 ବିଜ୍ଞାନ କାଳାଂଶକୁ ସ୍ୱାଗତ। ତ ଭାଇ ଭଉଣୀମାନେ ପୂର୍ବ କାଳାଂଶରେ ଆମେ ସ୍ୱାସ୍ଥ୍ୟ ଓ ରୋଗ ବିଷୟଟିକୁ ପଢିଥିଲେ ଏବଂ ଭଲ ଭାବରେ ବୁଝିଥିଲେ। ତାଦେହରୁ କ୍ୱେଶ୍ଚିନ୍ ସବୁ ଆଲୋଚନା କରିଥିଲେ। ଆଜି ଆମେ ଏହି ବିଷୟର ଯେଉଁ ଅଭ୍ୟାସ ପ୍ରଶ୍ନ ଅଛି ତାହାକୁ ଆମେ ଆଲୋଚନା କରିବା। ତ ଚାଲ ଏବେ ଆଉ ଡେରି ନ କରି ତାର ପ୍ରଶ୍ନ ଉତ୍ତର ସବୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ଦେଇଛି 1 ନମ୍ବର। ଠିକ୍ ଉକ୍ତି ପାଖରେ ଥିବା କୋଠରୀ ଭିତରେ ଠିକ୍ ଚିହ୍ନ ଓ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦିଅ। ପିଲାମାନେ ଆମେ ଏବେ ପ୍ରଶ୍ନ ଉତ୍ତରକୁ ଆଲୋଚନା କରୁଛେ। ତ ତୁମେ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବ, ଯାହାଦ୍ୱାରା କି ତୁମେ ସବୁ ଆନ୍ସର ସବୁ ଭଲ ଭାବରେ ବୁଝିପାରିବ। ତ ଭିଡିଓରେ ଯୋଉମାନେ ସବୁ ନୂଆ ଅଛ ଭିଡିଓକୁ ଗୋଟେ ସବସ୍କ୍ରାଇବ କରିଦିଅ ଏବଂ ଲାଇକ୍ ମଧ୍ୟ କରିଦିଅ। ଏବେ ଦେଖ କ ନମ୍ବର ଦେଲା ଅନେକ ଜୀବାଣୁ ରୋଗ ସୃଷ୍ଟି କରିଥାନ୍ତି। ପିଲାମାନେ ଏଠାରେ କଥା ଲେଖା ହେଇଛି କାରଣ ଜୀବାଣୁ ମାନେ କଣ କରିଥାନ୍ତି ନା ରୋଗ ସୃଷ୍ଟି କରିଥାନ୍ତି। ତାମାନେ ଏଠି କଣ ଦବ ତୁମେ ଚିହ୍ନ ଦବ। ତାପରେ ଦେଲା ଯକ୍ଷ୍ମା ରୋଗ କଣ? ଯକ୍ଷ୍ମା ରୋଗ ଜଳ ଦ୍ୱାରା ବ୍ୟାପିଥାଏ। ଯକ୍ଷ୍ମା ହେଉଛି ଏକ ବାୟୁବାହିତ ରୋଗ। ସେ ପ୍ରତ୍ୟକ୍ଷ ସଂସ୍ପର୍ଶ ଦ୍ୱାରା ହୋଇଥାଏ। ତାହେଲେ ଏଇଟା ଜଳ ଲେଖା ହେଇଛି, ତାମାନେ ସେ ଯେହେତୁ ବାୟୁବାହିତ ଆମେ ଏଠି କ୍ରସ ଚିହ୍ନ ଦବା, ମାନେ ଭୁଲ ଚିହ୍ନ ଦବା। ଧନୁଷ ଟଙ୍କାର ନ ହେବା ପାଇଁ କି ଏଟିଏସ୍ ଦିଆଯାଇଥାଏ। ଏଇଟା ଠିକ ଲେଖା ହେଇଛି। ଏଟିଏସ୍ ଦିଆଯାଏ। ଏଟିଏସ୍ ର ପୁରା ନାମ ହେଉଛି ଆଣ୍ଟି ଟିଟାନସ୍ ସିରମ। ରକ୍ତହୀନତା ଧାତୁସାର ଅଭାବରେ ହୋଇଥାଏ। ଠିକ ଲେଖା ହେଇଛି। ରକ୍ତହୀନତା କାହା ଅଭାବରେ ହୋଇଥାଏ ନା ଯୋଉଟା ଲୌହ ଏକ ପ୍ରକାର ଧାତୁସାର ଥିଲା, ଲୌହ ଯୋଉଟା କି ସେଇ ଲୌହ ବା ଧାତୁସାର ଅଭାବରେ ରକ୍ତହୀନତା ହୋଇଥାଏ। ଠିକ ଲେଖା ହେଇଛି। ଶରୀରରେ ଆୟୋଡିନ ଅଭାବ ହେଲେ ଗଳଗଣ୍ଡ ରୋଗ ହୋଇଥାଏ। ଏଟା ଠିକ ଲେଖା ହେଇଛି। ଅପପୁଷ୍ଟି ଜୀବସାର ଅଭାବରେ ହୋଇଥାଏ। ଅପପୁଷ୍ଟି ହେଉଛି ଏକ ଖାଦ୍ୟ ଅଭାବ ଜନିତ ରୋଗ, ଖାଦ୍ୟସାର ଅଭାବ ଜନିତ ରୋଗ, ଯୋଉଟାକୁ ଆମେ ଅପପୁଷ୍ଟି ବୋଲି କହିଥାଉ। ଖାଦ୍ୟସାର କହିଲେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର ଇତ୍ୟାଦିକୁ ବୁଝାଇଥାଏ। ଯେହେତୁ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାରର ଅଭାବ ହେଲେ ଅପପୁଷ୍ଟି ରୋଗ ହୋଇଥାଏ। ତେଣୁକରି ଏଇଟା କଣ ଟୋଟାଲି ଉପରେ ଜୀବସାର କୁହାଯାଇଛି। ଜୀବସାର ଅର୍ଥ ଭିଟାମିନ। ଏଇ କଣ ଏଇ ଖାଦ୍ୟସାର ହେଉଛନ୍ତି କଣ ଗୋଟେ ଏକ ପ୍ରକାର ସବୁ ଭିଟାମିନ ଗୁଡେ ସବୁ। ସେଥିପାଇଁ କି ଏଇଟା କଣ ଠିକ ଚିହ୍ନ ଅଛି। ତେଣୁକରି ଏଇ ଘରେ ଠିକ ଚିହ୍ନ ଦେବ। 2 ନମ୍ବର ଦେଇଛି ସାରଣୀରେ ଥିବା ଖାଲି ସ୍ଥାନ ପୂରଣ କର। ପ୍ରଥମେ ଦେଲା ରୋଗର ନାମ ଦେଇଛି ଆଉ କିପରି ବ୍ୟାପିଥାଏ ଦେଇଛି। ମୁଁ ଏଟା ଲେଖି ଦେଇଛି ଦେଖ। ଯକ୍ଷ୍ମା ରୋଗ ଆମର ଦେଇଛି କି ବାୟୁ ଆଉ ପ୍ରତ୍ୟକ୍ଷ ସଂସ୍ପର୍ଶ ଦ୍ୱାରା ଯକ୍ଷ୍ମା ରୋଗ ହୋଇଥାଏ। ମ୍ୟାଲେରିଆ ରୋଗ ସେମିତି କେମିତି ହୋଇଥାଏ? ମ୍ୟାଲେରିଆ ରୋଗ କେତେବେଳେ ହେଇଥାଏ? ମ୍ୟାଲେରିଆ, ବାତ ଜ୍ୱର ଏଇ ରୋଗ ସବୁ ହେଇଥାଏ କଣ ମଶା ଦ୍ୱାରା ବ୍ୟାପିଥାଏ। ଏଇଟା ଲେଖିବ ମଶା କାମୁଡିବା ଦ୍ୱାରା। ପ୍ଲେଗ ମୂଷା କାମୁଡିବା ଦ୍ୱାରା ହୋଇଥାଏ। 3 ନମ୍ବର ହେଇଛି କ୍ୱାସିଓର୍କର ରୋଗର ଲକ୍ଷଣ ଗୁଡିକ ଲେଖ। କ୍ୱାସିଓର୍କର ରୋଗର ଲକ୍ଷଣ ତୁମକୁ ପ୍ରଥମେ ଶ୍ୱେତସାର, ପୁଷ୍ଟିସାର ଓ ଯେତେବେଳେ ପଢିଥିଲେ ଆରମ୍ଭରୁ ସେଇଠି ଲେଖା ହେଇଥିଲା ଗୋଟେ ସାରଣୀରେ, ତୁମେ ସେଠୁ ଦେଖିକି ଲେଖିବ। ନମ୍ବର 1 ଶିଶୁର ଗୋଡ, ହାତ ଓ ମୁହଁ ଫୁଲିଯାଏ। ଚର୍ମ ଶୁଖିଲା ଦେଖାଯାଏ ଓ ଚର୍ମରେ ଘା ହୁଏ। ମୁଣ୍ଡ କେଶ କଣ ହୁଏ ନା କହରା ହୋଇଯାଏ ଓ ଚୁଟିକୁ ଧରୁ ଧରୁ ଉପୁଡିଯାଏ। 4 ନମ୍ବର ଦେଇଛି ଠିକ ଉତ୍ତର ଚାରିପଟେ ଗୋଲ ବୁଲାଅ। ମାନେ ନିମ୍ନଲିଖିତ କେଉଁ ଜଳ ରୋଗର ଉତ୍ସ ନୁହେଁ? ମାନେ ରୋଗର ଉତ୍ସ ନୁହେଁ କୋଉଟା? ଗଭୀର ନଳକୂପ ଜଳ, କାରଣ ସେ ବହୁତ ଗଭୀରକୁ ଯାଇଥାଏ, ହେଲା ମାଟି ତଳୁ ଆସିଥାଏ। ସେଥିପାଇଁ କି ଏଇଟା କଣ ରୋଗର ଉତ୍ସ ନୁହେଁ। ତ ନିମ୍ନଲିଖିତ କେଉଁ ରୋଗଟି ଜଳ ଦ୍ୱାରା ବ୍ୟାପିଥାଏ? ଆମକୁ କେଉଁ ରୋଗଟି ଜଳ ଦ୍ୱାରା ବ୍ୟାପିଥାଏ? ହଇଜା ରୋଗଟି ଜଳ ଦ୍ୱାରା ବ୍ୟାପିଥାଏ। 5 ନମ୍ବର ଦେଲା 5 ନମ୍ବର ପ୍ରଶ୍ନ କେଉଁ ମାଧ୍ୟମରେ କେଉଁ ରୋଗ ବ୍ୟାପିଥାଏ ଲେଖ। ମାଧ୍ୟମ ଦେଇଛି ଜଳ, ମଶା, ମାଛି। ଜଳ ଦ୍ୱାରା ବ୍ୟାପୁଥିବା ରୋଗ ହେଉଛି ହଇଜା, ଟାଇଫଏଡ ଯୋଉଟାକୁ ଆମେ ଆନ୍ତ୍ରିକ ଜ୍ୱର କହିଥାଉ। କାମଳ ଆଉ ଝାଡା ବାନ୍ତି ହୋଇଥାଏ। ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ, ବାତ ଜ୍ୱର ଓ ଡେଙ୍ଗୁ ରୋଗ ହୋଇଥାଏ। ମାଛି ଦ୍ୱାରା ଝାଡା ବାନ୍ତି, ହଇଜା ଓ ଆମାଶୟ ରୋଗ ହୋଇଥାଏ। ଆଚ୍ଛା ପିଲାମାନେ ଦେଇଛି 6 ନମ୍ବର ଆମେ ଟୀକା କାହିଁକି ନେଇଥାଉ? ଟୀକା ଆମେ କାହିଁକି ନେଇଥାଉ କହିଲେ ଦେଖି। ଟୀକା ଆମେ ଏଇଥିପାଇଁ ନେଇଥାଉ କି ଆମ ଟୀକା ଆମ ଶରୀରରେ କଣ କରିଥାଏ ନା ରୋଗକୁ ପ୍ରତିରୋଧ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଜୀବନ ଜନିତ ବା ଭୂତାଣୁ ଜନିତ ରୋଗରୁ ରକ୍ଷା କରିବା ପାଇଁ ଏବଂ ଶରୀରକୁ ରୋଗମୁକ୍ତ କରିବା ପାଇଁ କି ପ୍ରତିଷେଧକ ଭାବରେ ଆମେ ଟୀକା ନେଇଥାଉ। ତାପରେ ଦେଇଛି ବର୍ତ୍ତମାନ ଗୋଟିଏ ଦିନରେ ସାରା ଭାରତରେ ଜନ୍ମରୁ 5 ବର୍ଷ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। କାହିଁକି ଦିଆଯାଏ ପୋଲିଓ ବୁନ୍ଦା? ତୁମେ ବି ଛୋଟବେଳେ ନେଇଥିବ। ସାରା ଦେଶରେ ସମସ୍ତ ଶିଶୁଙ୍କୁ ପୋଲିଓ ମୁକ୍ତ କରିବା ନିମନ୍ତେ ଗୋଟିଏ ଦିନରେ ସାରା ଭାରତରେ ଜନ୍ମରୁ 5 ବର୍ଷ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଏ। କଣ ଏଇଟା ସରକାରଙ୍କ ତରଫରୁ ହୋଇଥାଏ। 8 ନମ୍ବର ଦେଇଛି ଚିନ୍ତା କରି ଲେଖ। କ ନମ୍ବର ଦେଲା ଧନୁଷ ଟଙ୍କାରେ ରୋଗ ନ ହେବା ପାଇଁ କଣ କରିବ? ତୁମେ ମାନେ ଜାଣିଛ କି ଧନୁଷ ଟଙ୍କାରେ ରୋଗ ସୃଷ୍ଟିକାରୀ ଜୀବାଣୁ ସେମାନେ କୋଉଠି ଥାନ୍ତି ନା ମାଟି ଗୋବରରେ ଥାନ୍ତି। ତ ଆମେ ଲେଖିବା କଣ ଧନୁଷ ଟଙ୍କାରେ ରୋଗର ଜୀବାଣୁ ମାଟି ଓ ଗୋବରରେ ଥାଏ। ତେଣୁକରି ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ସେଥିରେ ମାଟି ଗୋବର ଲଗାଇବା ନାହିଁ। କ୍ଷତ ସ୍ଥାନକୁ
କୋଠରୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ କ୍ଷତ ହେବାର ଯଦି କୌଣସି ଜାଗାରେ କ୍ଷତ ହୋଇଯିବ ତେବେ ତାର 24 ଘଣ୍ଟା ମଧ୍ୟରେ 10 ଟଙ୍କାର ନିରୋଧକ ଇଞ୍ଜେକ୍ସନ ବା ATS ନେବା। ତାପରେ ନମ୍ବର ଦେଇଛି ଶୋଇବା ବେଳେ ଆମେ କାହିଁକି ମଶାରୀ ଟାଙ୍ଗୁ। ଶୋଇବା ବେଳେ ଆମେ ମଶା ଦାଉରୁ ରକ୍ଷା କରିବା ପାଇଁ କି ଶରୀରକୁ ମଶାରୀ ଟାଙ୍ଗି ଥାଉ। ଲେଖିବ ଶୋଇବା ବେଳେ ଆମେ ମଶାରୀ ଟାଙ୍ଗି ଥାଉ କାରଣ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ବାତ ଜ୍ୱର ଏବଂ ଡେଙ୍ଗୁ ଇତ୍ୟାଦି ରୋଗ ହୋଇଥାଏ। ସେମାନଙ୍କ ଦାଉରୁ ନିଜ ଶରୀରକୁ ରକ୍ଷା କରିବା ପାଇଁ କି ଆମେ ମଶାରୀ ଟାଙ୍ଗି ଶୋଇଥାଉ। ଆମେ କେବଳ ଭାତ ନ ଖାଇ ତା ସହିତ ଡାଲି, ତରକାରୀ ଆଦି କାହିଁକି ଖାଉ। ଲେଖିବ ଆମ ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଉଚିତ। ଖାଦ୍ୟରୁ ଆମକୁ ଖାଦ୍ୟ ସାର ମିଳିଥାଏ, ତାହା ଶରୀରର ଗଠନ କରିଥାଏ, ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଖାଲି ଭାତ ଖାଇବା ଦ୍ୱାରା ଆମକୁ ସେଥିରୁ କେବଳ ଶ୍ୱେତସାର ମିଳିଥାଏ। ତା ସହିତ ଡାଲି ଓ ତରକାରୀ ଖାଇବା ଦ୍ୱାରା ଖାଦ୍ୟର ଅନ୍ୟାନ୍ୟ ଉପାଦାନ ମିଳିଥାଏ। ତେଣୁ କେବଳ ଭାତ ନ ଖାଇ ତା ସହିତ କ'ଣ କରିବା ଦରକାର ନା ଡାଲି, ତରକାରୀ ସବୁ ଖାଇବା ଉଚିତ। ହେଲା ନମ୍ବର ଦେଇଛି ହାଡ଼ ଫୁଟି ହୋଇଥିବା ରୋଗୀର ଲୁଗାପଟା ଫୁଟା ପାଣିରେ ଧୋଇବା ଦରକାର କାହିଁକି। କାରଣ କ'ଣ ହେଇଥାଏ ନା ହାଡ଼ ଫୁଟି ହେଉଛି ଭୂତାଣୁ ଜନିତ ରୋଗ। ତାହା ପ୍ରତ୍ୟକ୍ଷ ସଂସ୍ପର୍ଶ ଓ ବାୟୁ ମାଧ୍ୟମରେ ବ୍ୟାପିଥାଏ। ରୋଗୀ ବ୍ୟବହାର କରୁଥିବା ବା ପିନ୍ଧିଥିବା ଲୁଗାରେ ଅଧିକ ସଂଖ୍ୟାରେ ସେହି ଭୂତାଣୁ ଲାଗି ରହିଥାନ୍ତି। ତେଣୁକରି ରୋଗୀର ଲୁଗାପଟାକୁ ଫୁଟା ପାଣିରେ ପକାଇବା ଦ୍ୱାରା ସେହି ଭୂତାଣୁ ମାନେ କ'ଣ ହେଇଥାନ୍ତି ନା ମରିଯାଇଥାନ୍ତି। ତେଣୁ କରିକି ରୋଗୀର ଲୁଗାପଟା ଫୁଟା ପାଣିରେ ଧୋଇବା ନିତ୍ୟାନ୍ତ ଜରୁରୀ। ନମ୍ବର ଦେଲା ତୁମ ଗାଁର ଜଣେ ଲୋକଙ୍କୁ ଯକ୍ଷ୍ମା ରୋଗ ହୋଇଛି, ମାନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ। ତେବେ ତମେ କ'ଣ କରିବ ଅନ୍ୟ ଲୋକମାନଙ୍କୁ ସେହି ରୋଗ ନ ହେବା ପାଇଁ କି ତୁମେ କ'ଣ କରିବ, ତୁମର ଦାୟିତ୍ୱ କ'ଣ? ତୁମେ କହିବ କି କ'ଣ ଯକ୍ଷ୍ମା ରୋଗ ତାଙ୍କୁ ବୁଝେଇବ ଯାଇକି। ଯକ୍ଷ୍ମା ରୋଗ ହେଉଛି କ'ଣ ବାୟୁ ମାଧ୍ୟମରେ ଏହି ରୋଗଟା ସଂକ୍ରମିତ ହୋଇଥାଏ। ଯକ୍ଷ୍ମା ରୋଗୀର କାଶ, ଛେପ, କଫ, ଛିଙ୍କ ଇତ୍ୟାଦିରେ ଏହି ରୋଗର ଜୀବାଣୁ ରହିଥାଏ ଓ ପାଖରେ ଥିବା ଲୋକଙ୍କୁ ସହଜରେ ତାହା ଆକ୍ରମଣ କରେ। ତେଣୁ ରୋଗୀମାନଙ୍କୁ ଅଲଗା ଜାଗାରେ ରଖାଯାଇ ଚିକିତ୍ସା କରାଯାଇଥାଏ। ନିୟମ ମାନିବା ଉଚିତ। ଯେମିତିକି ରୋଗୀ ରହୁଥିବା କୋଠରୀକୁ ପରିଷ୍କାର ପରିଚ୍ଛନ୍ନ ରଖିବ, ରୋଗୀ ବ୍ୟବହାର କରୁଥିବା ଲୁଗାପଟାକୁ ଫୁଟା ପାଣିରେ ଧୋଇବ, ରୋଗୀର ଛେପ ଖଙ୍କାର ଏଣେ ତେଣେ ନ ପକାଇକି ଗୋଟିଏ ସ୍ଥାନରେ ପୋତି ଦେବ। ପିଲାମାନେ ଗୋଟେ କଥା ମନେ ରଖିଥାଅ କି କେହି ଥାଆନ୍ତି କି ରୋଗ ଶରୀରରେ ସୃଷ୍ଟି, ଆମ ଶରୀର ଅଛି ମାନେ ରୋଗ ନିଶ୍ଚୟ ଆକ୍ରାନ୍ତ କରିବ ଆମକୁ। ତ ସେଥିପାଇଁ କି ଆମେ ସତର୍କ ରହିବା, କେମିତି ଆମ ଶରୀର ସୁସ୍ଥ ରହିବ। ଆମେ ଠିକ୍ ସମୟରେ ଖାଦ୍ୟପେୟ କରିବା, ବୁଝିଲ କି। ଯଦି କୌଣସି ଲୋକକୁ ରୋଗ ହେଇଛି, ତା ଶରୀରକୁ ରୋଗ ଆକ୍ରାନ୍ତ କରିଛି, ତାକୁ ଘୃଣା ନ କରି ତାର ଉପଯୁକ୍ତ ଯତ୍ନ ନେବା ଯେପରିକି ସେ ଶୀଘ୍ର ଆରୋଗ୍ୟ ଲାଭ କରିବ। ଆଜିର ଏହି ଭିଡ଼ିଓରେ ଆମେ ଅସ୍ଥିୟ ରୋଗ ବିଷୟରେ ପ୍ରଶ୍ନ ଉତ୍ତର ସବୁ ଆଲୋଚନା କଲେ। ଯଦି ତୁମମାନଙ୍କୁ ଭଲ ଲାଗିଥାଏ ଏହି କାରଣଟି, ତୁମେ ନିଶ୍ଚୟ ଗୋଟେ ଲାଇକ୍ କରିବ, ସବସ୍କ୍ରାଇବ୍ କରିଦେବ ଚ୍ୟାନେଲଟିକୁ ଏବଂ ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିବ, ଯାହାଦ୍ୱାରା କି ସେମାନେ କିଛି ଶିକ୍ଷା ପାଇପାରିବେ। ଭିଡ଼ିଓଟି ତୁମମାନଙ୍କୁ କିପରି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାଇବ। ଏବେ ରହୁଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।